ମଧୁସୂଦନ ନାଥ ଜେନା ମୁଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ହରିପୁର କଟକର ପୂର୍ବତନ ମହାସଚିବ ଏବଂ এই ଅଣ୍ଡିଆ ଗାଁର ବାସିନ୍ଦା ଅଟେ। ସାର୍ କ'ଣ କହିବା ଆମ ଗାଁର ଏଇ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ଆଜି ଦ୍ୱିତୀୟ ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ମାଧ୍ୟମରେ ପିଲାମାନଙ୍କର ମାନସିକ ଶାରୀରିକ ଭୌତିକ ବିକାଶ ହେବା ସଙ୍ଗେ ସଙ୍ଗେ ଛାତ୍ର ଅଭିଭାବକ ଶିକ୍ଷକ କମିଟିର ସଭ୍ୟ ସଭ୍ୟା ଏବଂ ପିଲାମାନଙ୍କର ଗୋଟେ ସଫଳ ମିଶ୍ରଣର ଯେଉଁ ସଂଯୋଗ ସୃଷ୍ଟି ହୋଇଛି ଭବିଷ୍ୟତରେ ଏହା ଅନୁଷ୍ଠାନ ପାଇଁ ଉନ୍ନତିର ପଥ ସୃଷ୍ଟି କରିବ ଏବଂ ପିଲାମାନେ ନିଜର ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ ଯେଉଁ ଶାରୀରିକ ବିକାଶ ସେଠି ହେଲା ନୃତ୍ୟ ଗୀତ ମାଧ୍ୟମରେ ତା ପାଇଁ ସଜାଗ ରହିବେ। ଆସିଲା ବର୍ଷ ପାଇଁ ପିଲାମାନେ ଆହୁରି ଭଲ ପ୍ରସ୍ତୁତ ହେଇକି ଭଲ ଭାବରେ କାର୍ଯ୍ୟକୁ ସଫଳ କରିବେ ବୋଲି ମୁଁ ଆଶା କରୁଛି। ମୋ ନାଁ ଅନନ୍ତ କୁମାର ମାଝୀ, ମୁଁ ସଭାପତି ଓଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଦୀର୍ଘ 18 ମସିହା ଠାରୁ ଏପର୍ଯ୍ୟନ୍ତ ମୁଁ ସଭାପତି ରହିଯାଇଛି। ସ୍କୁଲରେ ଯେତିକି କାର୍ଯ୍ୟ ରହିଯାଇଥିଲା ବାକି ତାହାକୁ ମୁଁ କିଛି ପୂରଣ ବି କରିଛି। ଯାହା 2 ବର୍ଷ ହେଲା ଆମ ସ୍କୁଲରେ ବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି, କାରଣ ଏହା ପୂର୍ବରୁ କେବେ ବି କରାଯାଇ ନଥିଲା। ପିଲାମାନଙ୍କର ବହୁତ ଆଗ୍ରହ ବି ଅଛି, ପିଲାମାନେ ବହୁତ ଶୃଙ୍ଖଳିତ ଭାବରେ କାର୍ଯ୍ୟ ବି କରୁଛନ୍ତି। ନାଚ ଗୀତ ଠାରୁ ଆରମ୍ଭ କରି ସବୁକିଛି କାର୍ଯ୍ୟରେ ସେମାନେ ଭାଗ ନେଉଛନ୍ତି। ମୁଁ ଏତିକି ପିଲାମାନଙ୍କୁ କହିବି, ପିଲାମାନେ ତାଙ୍କ ଜୀବନରେ ଏଠୁ ପ୍ରଥମେ ସ୍କୁଲରୁ ଶିକ୍ଷା ଦେଇ କେମିତି ଉନ୍ନତର ହୁଅନ୍ତୁ, ଏତିକି କହି ମୁଁ ବିଦାୟ। ଅଣ୍ଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ମୁଁ ଗତ ବର୍ଷ ବାର୍ଷିକ ଉତ୍ସବ ଆରମ୍ଭ କରିଥିଲି ଏହି ସ୍କୁଲରେ, ଆଗରୁ ହେଉନଥିଲା। ଏଥର ମଧ୍ୟ ଗତ ବର୍ଷ ଠାରୁ ଆହୁରି ସୁନ୍ଦର ଭାବରେ ବାର୍ଷିକ ଉତ୍ସବ ପାଳନ କରୁଛି। ପିଲାମାନେ ମୋର ଶିକ୍ଷକ ସମସ୍ତଙ୍କ ସହଯୋଗରେ ଏ ବାର୍ଷିକ ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଉଛି। ଏ ଗ୍ରାମବାସୀମାନେ ମୋତେ ବହୁତ ସହଯୋଗ କରୁଛନ୍ତି ଏବଂ ପିଲାମାନେ ବି ମଧ୍ୟ ବହୁ ଉତ୍ସାହିତ। କମିଟି ମେମ୍ବର ଆମର ଆମନ୍ତ୍ରିତ ଅତିଥି ମୋତେ ବହୁ ସହଯୋଗ କରିଥିବାରୁ ମୁଁ ସେମାନଙ୍କୁ ବି ଧନ୍ୟବାଦ ଦେଉଛି ଏବଂ ବାର୍ଷିକ ଉତ୍ସବକୁ ପରବର୍ତ୍ତୀ ସମୟରେ ଆହୁରି ଭଲ ଭାବରେ କରିବା ପାଇଁ ଆମେ ପ୍ରୟାସ ଜାରି ରଖିବୁ। ମୁଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁଗଗଡ଼ିଆ ଏବଂ ଏହି ଏରେଣ୍ଡେଇ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଭାବେ 14 ବର୍ଷ କାର୍ଯ୍ୟ କରିଛି। ଆଜି ମୁଁ ଏଠି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲି। ଦେଖିଲି ପିଲାମାନଙ୍କର ଯେଉଁ ଅନ୍ତର୍ନିହିତ ସୁପ୍ତ ପ୍ରତିଭା, ଯେ ଆଜି ସେମାନେ ନୃତ୍ୟ ଗୀତରେ ଯେଉଁ ତାଙ୍କର ପାରିଦର୍ଶିତା ପ୍ରଦର୍ଶନ କଲେ, ଅତି ଆନନ୍ଦିତ। ଏବଂ ଏଇଭଳି ବିଦ୍ୟାଳୟରେ ପିଲାମାନଙ୍କର ବୌଦ୍ଧିକ ବିକାଶ କରିବା ପାଇଁ, ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ବାର୍ଷିକ ଉତ୍ସବ ପାଳନ କରାଯିବା ଉଚିତ ଏବଂ ପିଲାମାନଙ୍କୁ ସେଥିପ୍ରତି ଅଧିକ ପରିଶ୍ରମ ଏବଂ କୌଶଳ ଶିକ୍ଷା ଲାଭ କରିବା ଉଚିତ। ଖଗେଶ୍ୱର ହାଇସ୍କୁଲ ଛୟାଳସିଂର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହିସାବରେ ମୋର ଏଇ ଯେଉଁ ଅଣ୍ଡିଆ ନୋଡାଲ ୟୁପି ସ୍କୁଲର ଯେଉଁ ବାର୍ଷିକ ଉତ୍ସବ ସମାରୋହରେ ମୁଁ ଯୋଗ ଦେଇଥିଲି। ଏଠିକାର ପରିବେଶ, ଏଠିକାର ସଂସ୍କାର, ଏ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ମହାନୁଭବତା ଅତି ମୋ ନିଜ ଗାଁ ହେଲେ ବି ଏ ଅତି ଚମତ୍କାର ଥିଲା ଏବଂ ପିଲାମାନଙ୍କର ସଂସ୍କାରୀ ମନୋଭାବ, ପିଲାମାନଙ୍କର ସମସ୍ତ ପ୍ରକାର କର୍ତ୍ତବ୍ୟ ନିଷ୍ଠା, ଯାହା ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସେମାନେ ଯାହା ଶିଖାଇଛନ୍ତି ପିଲାମାନଙ୍କୁ, ତାହା ଅତୀବ ହୃଦୟସ୍ପର୍ଶୀ। ମୁଁ ଏହା ବର୍ଣ୍ଣନା କରିପାରିବି ଏବଂ ପିଲାମାନଙ୍କର ଅନେକ କିଛି ଉନ୍ନତି ହୋଇଛି ଏବଂ ଶିକ୍ଷକମାନଙ୍କର ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଏହି ଅନୁଷ୍ଠାନ ଆଜି ଏ ଅଞ୍ଚଳରେ ଏକ ମହିମା ବା ଅତି ଉଜ୍ଜଳ ଭବିଷ୍ୟତ ପିଲାମାନଙ୍କ ସୃଷ୍ଟି କରିପାରିଛି।